ସୁଭଦ୍ରା ଯୋଜନା ପାଇଁ ପୁଣି ଏକ ଖୁସି ଖବର ଆସିଲା। ଏହି ସୁଭଦ୍ରା ପ୍ଲାଟଫର୍ମରେ ଆହୁରି କେତେକ ଯୋଜନା ଗୁଡ଼ିକ ସାମିଲ ହେବାକୁ ଯାଉଛି। ସେହି ଯୋଜନା ଗୁଡ଼ିକ କ'ଣ କ'ଣ ରହିଛି ଏବଂ ସେହି ଯୋଜନାରେ ହିତାଧିକାରୀ କ'ଣ ଲାଭ ପାଇବେ ତାହା ମଧ୍ୟ ଏହି ଭିଡ଼ିଓରେ ଆଲୋଚନା କରିବା। ଏହି ସୁଭଦ୍ରା ଯୋଜନା ପାଇଁ ଏକ ମେଳା ଅନୁଷ୍ଠିତ ହୋଇଥିଲା, ତାହା ହେଉଛି ସୁଭଦ୍ରା ଶକ୍ତି ମେଳା। ତ ଆପଣମାନଙ୍କୁ ଗତ ଭିଡ଼ିଓ ମାଧ୍ୟମରେ କହିଥିଲି ଏବଂ ସେହି ସୁଭଦ୍ରା ଶକ୍ତି ମେଳାରେ ସରକାର କ'ଣ କ'ଣ ଅପଡେଟ୍ ଦେଇଛନ୍ତି ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ ଆଲୋଚନା କରିବା। ଏବଂ ଆଉ ଗୋଟିଏ ଖୁସି ଖବର, ଏହି ସୁଭଦ୍ରା ହିତାଧିକାରୀଙ୍କ ପରିବାରର ଝିଅ ବିବାହଘର ପାଇଁ ସରକାର ଏକ ଲକ୍ଷ୍ୟ ରଖିଛନ୍ତି ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ବହୁତ ଗରିବ ପରିବାରର ଝିଅମାନେ ଅଛନ୍ତି, ସେମାନେ ଝିଅ ବାହାଘର କରାଇବା ପାଇଁ ଅକ୍ଷମ ଅଟନ୍ତି। ତ ସେମାନଙ୍କର ଝିଅକୁ ବିବାହ କରାଇବେ ମୁଖ୍ୟମନ୍ତ୍ରୀ ଏବଂ ସେହି ବିବାହରେ କ'ଣ କ'ଣ ସବୁ ଆୟୋଜନ ହେବ ତାହା ମଧ୍ୟ ଏହି ସୁଭଦ୍ରା ଶକ୍ତି ମେଳାରେ କହିଛନ୍ତି। ଆଜି ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ ଆଲୋଚନା କରିବା ଏହି ଭିଡ଼ିଓ ମାଧ୍ୟମରେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ମାନେ ଲାଇକ୍ କରନ୍ତୁ। ତାପରେ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ତ ଦେଖନ୍ତୁ ଆପଣମାନେ ଗୋଟିଏ ସବସ୍କ୍ରାଇବ୍ କରି ରଖନ୍ତୁ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ। ତ ଦେଖନ୍ତୁ ଆପଣମାନଙ୍କର ଯଦି ଗୋଟିଏ ସବସ୍କ୍ରାଇବ୍ ମୋର କୋଟିଏ ସମ୍ପତ୍ତି, ତେଣୁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ସରକାରୀ ତଥା ବେସରକାରୀ ଯୋଜନା ଗୁଡ଼ିକର ନୂଆ ନୂଆ ଅପଡେଟ୍ ମୋ ଚ୍ୟାନେଲ ସାହାଯ୍ୟରେ ଆପଣମାନେ ପାଇପାରିବେ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି ପ୍ରକାଶ ପାଇଛି କନକ ନ୍ୟୁଜ୍ରେ। ତ ଦେଖନ୍ତୁ 8ଟା 18 PM ପ୍ରକାଶ ପାଇଛି। ତ ସେହି ଖବର କ'ଣ ରହିଛି ଆସନ୍ତୁ ଜାଣିବା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ସୁଭଦ୍ରା ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଛି ଅନେକ ଯୋଜନା। କିଶୋରୀ ସୁଭଦ୍ରା ଯୋଜନା, ସୁଭଦ୍ରା ସଞ୍ଚୟ, ସୁଭଦ୍ରା ସଖୀ, ସୁଭଦ୍ରା ସଂଘ, କୁହ ସୁଭଦ୍ରା, ସୁଭଦ୍ରା କଲ୍ ସେଣ୍ଟର ଓ ସୁଯୋଗ୍ୟ ସୁଭଦ୍ରା ବୋଲି ଯୋଜନା ହେବ। ମୋହନ ମାଝୀ ଆହୁରି ମଧ୍ୟ କହିଛନ୍ତି, ଆମ ଆଗରେ ବହୁ ଗରିବ ପରିବାର ଅଛନ୍ତି ଯେଉଁମାନେ ଝିଅ ବାହାଘର କରାଇବାରେ ଅକ୍ଷମ। ଦେଖନ୍ତୁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ଯେ ସୁଭଦ୍ରା ପ୍ଲାଟଫର୍ମରେ ଆରମ୍ଭ ହେବାକୁ ଯାଉଛି ଅନେକ ଯୋଜନା। ତ ସେହି ଯୋଜନା ଗୁଡ଼ିକ କ'ଣ କ'ଣ ରହିଛି? କିଶୋରୀ ସୁଭଦ୍ରା ଯୋଜନା, ତାପରେ ସୁଭଦ୍ରା ସଞ୍ଚୟ, ତାପରେ ଅଛି ସୁଭଦ୍ରା ସଖୀ, ତାପରେ ସୁଭଦ୍ରା ସଂଘ, ତାପରେ କୁହ ସୁଭଦ୍ରା, ସୁଭଦ୍ରା କଲ୍ ସେଣ୍ଟର ଏବଂ ସୁଯୋଗ୍ୟ ସୁଭଦ୍ରା ବୋଲି ଯୋଜନା ଗୁଡ଼ିକ ଅଛି। ତ ଏହି ସୁଭଦ୍ରା ପ୍ଲାଟଫର୍ମରେ ଯୋଡ଼ି ହେବାକୁ ଯାଉଛି। ତାପରେ ମୋହନ ମାଝୀ ଆହୁରି ମଧ୍ୟ କହିଛନ୍ତି ଯେ ବହୁତ ଗରିବ ପରିବାରର ଝିଅମାନେ ଅଛନ୍ତି ଯେଉଁମାନେ ଝିଅ ବାହାଘର କରାଇବାରେ ଅକ୍ଷମ ଅଟନ୍ତି। ତ ଆସନ୍ତୁ ସେହି ବିଷୟରେ କ'ଣ ଅପଡେଟ୍ ଦେଇଛନ୍ତି ଜାଣିବା। ତ ବିବାହ ପାଇଁ ଅର୍ଥ ସେମାନଙ୍କ ପାଇଁ ବାଧକ ହୋଇଥାଏ, ତେଣୁ ସେମାନଙ୍କ ବିବାହ କଷ୍ଟ ଦୂର କରିବା ପାଇଁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବ୍ୟବସ୍ଥା ରହିଛି। ଦେଖନ୍ତୁ ଝିଅମାନଙ୍କର ବିବାହ ପାଇଁ ଅର୍ଥ ସେମାନଙ୍କର ପାଇଁ ବାଧକ ହୋଇଥାଏ, ତେଣୁ ସେମାନଙ୍କ ବିବାହ କଷ୍ଟ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଣିଛନ୍ତି। ତାପରେ ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିରେ ସୁଭଦ୍ରା ହିତାଧିକାରୀ ପରିବାର ଝିଅ ବିବାହ ସରକାର ଅଣ୍ଟା ଭିଡ଼ିଛନ୍ତି, ସେମାନଙ୍କୁ ବିବାହ କରାଇବେ। ଦେଖନ୍ତୁ ଆଜ୍ଞା, ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତ ଦେଖନ୍ତୁ ଏହି ସୁଭଦ୍ରା ହିତାଧିକାରୀ ପରିବାରର ଝିଅ, ତ ଦେଖନ୍ତୁ ଯେଉଁମାନେ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ସେହି ଗରିବ ପରିବାରର ଝିଅଙ୍କୁ ବିବାହ କରାଇବେ ସରକାର। ତାପରେ ଏକ ସାମୂହିକ ବିବାହର ଭବ୍ୟ ଆୟୋଜନ ହେବ, ବାଜା ବାଜିବ, ରୋଷଣୀ ଆସିବ, ଭୋଜି ହେବ, ଝିଅଙ୍କୁ ଉପହାର ଦିଆଯିବ
ସେହିପରି ବିବାହ ପରେ ଝିଅକୁ ରୀତିନୀତିରେ ବିଦା କରିବାର ବ୍ୟବସ୍ଥା ରହିବ। ଦେଖନ୍ତୁ, ଏହି ଝିଅ ବାହାଘରରେ ବାଜା ବାଜିବ, ତାପରେ ରୋଷଣୀ ଆସିବ, ଭୋଜି ହେବ, ଝିଅଙ୍କୁ ଉପହାର ମଧ୍ୟ ଦିଆଯିବ। ସେହିପରି ବିବାହ ପରେ ଯଥା ରୀତିନୀତିରେ ବିଦା କରିବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ତ ଏହା ସରକାର ସୁବିଧା କରିବେ। ତାପରେ ବିବାହର ଆୟୋଜନ ଠାରୁ ଝିଅ ବିଦା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ରାଜ୍ୟ ସରକାର କରିବେ। ସୁଭଦ୍ରା ଶକ୍ତି ମେଳା ଉଦ୍ଘାଟନ ସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ତ ଦେଖନ୍ତୁ, ବିବାହର ଆୟୋଜନ ଠାରୁ ବିଦା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସରକାର କରିବେ। ତାପରେ ସୁଭଦ୍ରା ଶକ୍ତି ମେଳା ଉଦ୍ଘାଟନ ସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାପରେ ଏହି ଯୋଜନାକୁ ବିରୋଧୀ ବିଧାୟକମାନେ ସମର୍ଥନ କରିଥିଲେ, କିନ୍ତୁ 12 କୋଟି ଟଙ୍କା କ'ଣ ହେବ ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟଙ୍କା କୌଣସି ପ୍ରକାରର ପ୍ରତିବନ୍ଧକ ହେବ ନାହିଁ। ଦେଖନ୍ତୁ ଆଜ୍ଞା, ଏହି ଯୋଜନାକୁ ବିରୋଧୀ ବିଧାୟକମାନେ ସମର୍ଥନ କରିଛନ୍ତି। ତାପରେ ସେମାନେ ପ୍ରଶ୍ନ କରିଛନ୍ତି ଯେ 12 କୋଟି ଟଙ୍କା କ'ଣ ହେବ ବୋଲି ପ୍ରଶ୍ନ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟଙ୍କାର କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ସେହି ସଭାରେ କହିଛନ୍ତି। ତାପରେ ସେହିପରି ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା। ଜନତା ମଇଦାନରେ ମେଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଏକାମ୍ର ବିଧାୟକ ବାବୁ ସିଂ। ଆଜିଠୁ ଏହି ମେଳା ଆରମ୍ଭ ହୋଇ ମାର୍ଚ୍ଚ 2 ଯାଏଁ ଜାରି ରହିବ। ଏହି ସୁଭଦ୍ରା ଶକ୍ତି ମେଳାରେ ରାଜ୍ୟର ସ୍ୱୟଂ ସହାୟକ ଗ୍ରୁପର ବା ଏସ୍ଏଚ୍ଜି ଗ୍ରୁପର ହଜାର ହଜାର ମହିଳା ସଦସ୍ୟ ସାମିଲ ହୋଇଛନ୍ତି। ଦେଖନ୍ତୁ ଆଜ୍ଞା, ଆଜିଠୁ ରାଜଧାନୀରେ ଆରମ୍ଭ ହେଲା ସୁଭଦ୍ରା ଶକ୍ତି ମେଳା। ଜନତା ମଇଦାନରେ ମେଳାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାପରେ ସେହି ମେଳାରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜିଠୁ ଏହି ମେଳା ଆରମ୍ଭ ହୋଇ ମାର୍ଚ୍ଚ 2 ଯାଏଁ ଏହି ମେଳା ଜାରି ରହିବ। ତ ସେହି ମେଳାରେ ସୁଭଦ୍ରା ଶକ୍ତି ମେଳାରେ ସ୍ୱୟଂ ସହାୟକ ଗ୍ରୁପର ବା ଏସ୍ଏଚ୍ଜି ଗ୍ରୁପର ହଜାର ହଜାର ମହିଳା ସେଥିରେ ସାମିଲ ହୋଇଛନ୍ତି। ତାପରେ ମେଳାରେ ପ୍ରାୟ 300ରୁ ଅଧିକ ଷ୍ଟଲ୍ରେ ପ୍ରାୟ 700 ଏସ୍ଏଚ୍ଜି ମହିଳା ନିଜର ଉତ୍ପାଦ ଓ ଅର୍ଗାନିକ୍ ସାମଗ୍ରୀ ବିକ୍ରି କରିବା ସହ ଏସ୍ଏଚ୍ଜି ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ ସୁଭଦ୍ରା ଶକ୍ତି ମେଳା। ତାପରେ ଏହି ମେଳାରେ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଓ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍ ଭିତ୍ତିକ ବ୍ୟଞ୍ଜନ ପର୍ଯ୍ୟନ୍ତ ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେଉଛି। ତାପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ ମହିଳା ଉଦ୍ୟୋଗୀ ମହିଳାଙ୍କ ଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବା ସହ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗତା ଦେଖିବାର ସୁଯୋଗ ମିଳିଛି ଏହି ସୁଭଦ୍ରା ଶକ୍ତି ମେଳାରେ। ଦେଖନ୍ତୁ ଆଜ୍ଞା, ଏହି ମେଳାରେ ହସ୍ତଶିଳ୍ପ, ଟେରାକୋଟା, ତାପରେ ବାଉଁଶ ଶିଳ୍ପ, ହସ୍ତତନ୍ତ, ତାପରେ ସାମଗ୍ରୀ ଠାରୁ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ତାପରେ ମସଲା, ମିଲେଟ୍ ଭିତ୍ତିକ ବ୍ୟଞ୍ଜନ ପର୍ଯ୍ୟନ୍ତ ଉଚ୍ଚ ଗୁଣବତ୍ତା ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେଉଛି। ତାପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ ମହିଳା ଉଦ୍ୟୋଗୀମାନଙ୍କ ଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବା ସହ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗତା ଦେଖିବାର ସୁଯୋଗ ମିଳିଛି ଏହି ସୁଭଦ୍ରା ଶକ୍ତି ମେଳାରେ। ତ ଆପଣମାନେ ଜାଣିପାରିଲେ ଏହି ସୁଭଦ୍ରା ଶକ୍ତି ମେଳାରେ କ'ଣ ସବୁ ଆୟୋଜନ ହୋଇଥିଲା ଏବଂ ଏହି ସୁଭଦ୍ରା ଶକ୍ତି ମେଳାରେ ସରକାର କ'ଣ ଅପଡ଼େଟ୍ ଦେଇଛନ୍ତି। ଆପଣମାନେ ସବୁକିଛି ଡିଟେଲ୍ସ ଜାଣିପାରିଲେ। ତ ଏହା ଥିଲା ମୋର ଛୋଟିଆ ଅପଡ଼େଟ୍।
आपण माननकु एही भिडियोटी केमिति लागिला निश्चय कमेंट माध्यम रे जणाइबे। जदि आपण माननकु भिडियोटी टिके हेल्पफुल होइथिले भिडियो को गोटे लाइक करंतु एवं मो चैनल को प्रथमे आसीथिले गोटे सब्सक्राइब करी बेल आइकन को दबाई दियंतु। तो भिडियो को एठी एंड करूछि। जय जगन्नाथ।